गोवर्धन जो पहाड़टे देखिए काणियामुंडी तार किसी दृश्य गुंफा भितर अच्छा बाबा पोलसरा पंचायत ढुंकापड़ा पंचायत ब्लॉक पोलसरा ब्लॉक ढुंकापड़ा पंचायत कणियापल्ली। जय जगन्नाथ फ्रेंड्स, आज मु पहुंची जाइए आमर गंजाम जिले में थिबा सपनेश्वर मंदिर पाखरे आउ मंदिर भितर को जीवी आउ मंदिर विषय में आपण मानकु देखेबी मंदिर केमती पूरा हेइची आउ खास करके रहिला पहाड़ ऊपर बाबा ये विराजमान अच्छा सेटा पूरा मैं देखा आउ किसी ड्रोन शॉट नेबा आउ प्लीज मो वीडियो शेष पर्यंत देखते वीडियो भल लगी लाइक शेयर सब्सक्राइब कर गुड़ा पोलसरा रास्तार मझिरे किना ये मंदिर अच्छे देखिपारे यहाँ श्री श्री सपनेश्वर पीठ अच्छी ये जगह रहा मंदिर पूरा रही देखा मंदिर पूरा मेन गेट रही श्री 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 सपनेश्वर पीठ अच्छी देखुन एमती देकी आम ए मंदिर भीतर को ए जा जय बाबा सपनेश्वर। वही सामने गोटे मंडप अच्छी जोटा नाम हरे राम लिखा जाए बढ़िया भाव दर्शन करदेवा बाबा सपनेश्वर को तापर जो पार्श्व देवी देवता अच्छा भी दर्शन करवा पहाड़ ऊपर चढ़ा को देख पूरा सीढ़ी गुड़ा तो पूरा अच्छी पूरा हालिया पूरा लगुच देखो ये भी हनुमान भी मूर्ति ये भी रही मेन मंदिर रही यही पटे जय बाबा सपनेश्वर। इस साइड रे मतलब सपनेश्वर को रोषे गृह अच्छे पहाड़ पर पूरा छिड़ा व्यू पूरा देखिपारे और ये ड्रोन शॉट नहीं जाऊँ पूरा क्लीयरली आपको विजिबल हो पारे पूरा गुंफा भितर अच्छा बाबा देख ये भी पूरा मेंशन कर मंदिर जे जेते भी मतलब डोनेट कर ना लिखी अमाउंट पूरा लिखी एबे तो हमें बाबा को भी दर्शन कले एबे हमें जीवा माँ पार्वती पाखक देखो एमती पूरा पहाड़ ऊपर जोड़ा रहा तले रहिले बाबा अच्छा ऊपर रहिले माँ माँ पार्वती मंदिर देख ये देखिपारे ये पूरा छिड़ा आमर पूरा मंदिर सबुठ जोटा रहा टॉप टे टॉप ऊपर पूरा छिड़ा आई जगह जब छिड़ा हे ये व्यू को पूरा देखिपारे देखो तो पूरा सुंदर व्यू रही दही मुंडिया पहाड़ यहीपटे रही गिरी गोवर्धन अच्छा से आम देखा आउ फास्ट यू मुझे ड्रोन शॉट टे देखा दूसरी आउ तापर आम से पटक जापटे भी मंदिर तो दर्शन करवा सहित किसी ड्रोन शॉट
ମନ୍ଦିରରୁ ତଳକୁ ଯଦି ଆସିବେ ଏଇଠି ଦେଖିପାରିବେ ଏଇଠି ରାଧାକୃଷ୍ଣଙ୍କର ମଧ୍ୟ ମନ୍ଦିର ଏଇଠି ଅଛି ଆପଣ ଏଇଠି ଦର୍ଶନ କରିପାରିବେ। ଆଉ ଏଇପଟେ ଆମେ ଯିବା ଏଇପଟେ ଦେଖିପାରିବେ ଯୋଉ ଗିରି ଗୋବର୍ଦ୍ଧନ ଯୋଉ ଟେକିଥିଲେ ପାହାଡ ଟେକିଥିଲେ ସେମିତି ମଧ୍ୟ ବି ବନା ଯାଇଛି ସେଠି ଆମେ ଯାଇକି ଦର୍ଶନ କରିବା। ଲାଷ୍ଟ ଟାଇମରେ ଆସିଥିଲି ଏଗୁଡା କିଛି ନଥିଲା ବଟ୍ ଆଜି ଆସୁଛି ତ ଏଗୁଡା ସବୁ ପୁରା ତିଆରି ପୁରା ଚାଲିଛି ଏବେ। ଆପଣଙ୍କୁ ଗୁମ୍ଫାଟା ଟିକେ ଦେଖଉଛି ଆପଣ ଟିକେ ଦେଖିପାରିବେ ଏଠି। ଆଉ ଏଇଠି ମଧ୍ୟ ଦେଖିପାରିବେ ଯୋଉ ପାହାଡର ଯୋଉ ପାଣି ଗୁଡାକ ରହିଲା ପାହାଡର ଯୋଉ ପାଣି ଗୁଡାକ ଏମିତି ପୁରା ପାଣି ଉପରୁ ପୁରା ପଡୁଛି ପାଣିଟା ପଡିକି ଏମିତି ହେଇକି ସେ ଆଗକୁ ସେ ପୁରା ଫ୍ଲୋ ହଉଛି। ଆଉ ଏଇଠି ରହିଲେ ଗିରି ଗୋବର୍ଦ୍ଧନକୁ ଦେଖନ୍ତୁ ଗିରି ଗୋବର୍ଦ୍ଧନ ଯୋଉ ପାହାଡ ଟେକିଥିଲେ ଶ୍ରୀକୃଷ୍ଣ ବହୁତ ଦିନ ପରେ ଆଜି ମୁଁ ଭିଡିଓ ଆଜି ଅପଲୋଡ କରୁଛି ଆଉ ଯେମିତି ପୁରା ଖରା ହଉଛି ଆଉ ସେମିତି ବାହାରକୁ ମଧ୍ୟ ବି ବାହାରିକି ଯାଇପାରୁନଥିଲି ଆଉ ଆଜି ବହୁତ ଦିନ ପରେ ଆଜି ମୁଁ ଆସିଲି ଏଇଠି ଗଞ୍ଜାମକୁ ଆଉ ଗଞ୍ଜାମକୁ ଆସିକି ଏଇ ଜାଗାକୁ ମୁଁ ଆଜି ଏକ୍ସପ୍ଲୋର ପୁରା କରୁଛି। ଆଉ ବହୁତ ତ ଖରା ତ ଏତେ ଟେମ୍ପରେଚର ଆପଣଙ୍କର ସେଟା କେମିତି ହଉଛି ମୁଁ ଜାଣିନି ବଟ୍ ଇଆଡେ ବି ବହୁତ ଟେମ୍ପରେଚର ଅଧିକ ରହିଛି ତ ସେଥିପାଇଁ ମୁଁ ବାହାରକୁ ମଧ୍ୟ ବାହାରି ପାରୁନି ଆଉ କିଛି ପର୍ସନାଲ କାମ ରହିଛି ତ ସେଥିପାଇଁ ଭିଡିଓ ଗୁଡାକ ଅପଲୋଡ ହେଇପାରୁନଥିଲା। ଏବେ କଣ୍ଟିନ୍ୟୁସଲି ଭିଡିଓ ପୁରା ଆସିବ। ସହିତ ଅଛନ୍ତି ଏଠିକାର ମୁଖ୍ୟ ପୂଜକ ଅଛନ୍ତି ଆମେ ପଚାରି ବୁଝିବା ମନ୍ଦିର ବିଷୟରେ। ତା ପୂର୍ବରୁ ଆପଣ ଟିକେ ପରିଚୟ ଟିକେ ଦେଇଦିଅନ୍ତୁ ଆଜ୍ଞା। ମୋ ନାଁ ମଦନ ମୋହନ ରଥ ମୁଁ ଏଇଠିର ସ୍ୱପ୍ନେଶ୍ୱର ମନ୍ଦିର ପୂଜକ। ଏଇ 2018ରୁ ଏଇ ମନ୍ଦିର ସ୍ଥାପନ କରାଯାଇଛି। ଏହା ଜଣ ସ୍ୱପ୍ନାଦେଶରେ ଏଇ ମନ୍ଦିର ଚାଲିଛି ଆଉ ଲୋକ ପଇସାରେ ଅନୁଦାନରେ ଚାଲୁଛି ଏଇ ମନ୍ଦିର କିନ୍ତୁ ଏହା ସରକାର ଅନୁଦାନ ନାହିଁ କି ଲୋକ MLA ମନ୍ତ୍ରୀ ପଇସା ଫଣ୍ଡ କିଛି ସହଯୋଗ ନାହିଁ। ଗରିବ ଅନୁଷ୍ଠାନ ଚାଲିଛି ଏଇ ମନ୍ଦିର। ଏଇ ମନ୍ଦିରକୁ ଯିଏ ଆସିବେ ଏଇଟା କେମିତି ଲୋକେସନଟା କୋଉଠି ରହିଛି ଟିକେ କହିଦେବେ କି? ଏଇଟା ଢୁଙ୍କପଡା ପୋଲସରା ପଞ୍ଚାୟତ ଢୁଙ୍କପଡା ପଞ୍ଚାୟତର ବ୍ଲକ ପୋଲସରା ବ୍ଲକର ଢୁଙ୍କପଡା ପଞ୍ଚାୟତର କଣିଆପଲ୍ଲୀ ନିକଟସ୍ଥ ଦହିମୁଣ୍ଡିଆ ପାହାଡ। ଏଇଟା ଯୋଉଟା ଗାଁଟା ରହୁଛି ଆମର ଏଇଟା କଣିଆପଲ୍ଲୀ ଗାଁ। କଣିଆପଲ୍ଲୀ ଗାଁରେ ଏଇଟା ଦହିମୁଣ୍ଡିଆ ପାହାଡ ଉପରେ ଏଇଟା ବାବା ଏଠି ବିରାଜମାନ ଅଛନ୍ତି। ଆଜ୍ଞା ଏଇଟା ଯୋଉ 2018 ମସିହାରେ ଯୋଉ ତିଆରି ହେଲା ତିଆରି ହେବା ପାଇଁ ମାନେ ଯୋଉ ଗାଁ ଲୋକଙ୍କର ହିଁ କିଛି ଅନୁଦାନ ଏଇଠି ମିଳିଛି ନା ଆଉ କେମିତି ଏଇଠି ଇଏ ହେଇଛି? କଣିଆପଲ୍ଲୀ ଗ୍ରାମ ଲୋକର କିଛି ସାହାଯ୍ୟ ସହଯୋଗ ନାହିଁ। କଣିଆପଲ୍ଲୀ ଜଣଙ୍କ ଯୋଗୁଁ ଏଇ ମନ୍ଦିର ଚାଲିଛି ଇଏ ହେଇଛି। ସ୍ୱପ୍ନା ଯୋଉ ଦେଶ ହେଲା ସେ ଯାହାକୁ କରିକି କହିକିରି ସେମାନେ ଆଦାୟ କରୁଛନ୍ତି। ସିଏ ହିଁ ଆରେଞ୍ଜ ଯାହା କରୁଛନ୍ତି। ତାଙ୍କ ନାଁ କଣ ଆଜ୍ଞା? ପ୍ରଭାତ କୁମାର ପାଢୀ। ପ୍ରଭାତ କୁମାର ପାଢୀ ଯୋଉ ତାଙ୍କୁ ସ୍ୱପ୍ନା ଦୋଷ ହେଲା ସ୍ୱପ୍ନା ଦୋଷ ପରେ ତାପରେ ସିଏ ହିଁ ଆରେଞ୍ଜ କରିକି ଏଇ ମନ୍ଦିରଟା ପୁରା ନିର୍ମାଣ କରାଯାଇଛି। ଆଉ ଏଇଠି ମୁଖ୍ୟ ପର୍ବ ଆମର ଏଇଠି କଣ ପାଳନ କରାଯାଉଛି ଆଜ୍ଞା? ପ୍ରତି ସୋମବାର ସଂକ୍ରାନ୍ତି ଆଉ ଜାଗର ଶିବରାତ୍ର ହଉଛି। ଶିବରାତ୍ର ତାପରେ ଆଉ ଶ୍ରାବଣ ମାସରେ ଆମର ପାଣି ଢାଳିଆ ଆସିବା ପାଇଁ। ଆଉ ଏଇ ପାଖରେ ଆଉ ମଧ୍ୟ ବି ଅନ୍ୟ ଯୋଉ ମନ୍ଦିର ବି ରହିଛି ସେଇଟା କି ମନ୍ଦିର ରହିଛି ଆଜ୍ଞା? ଗିରି ଗୋବର୍ଦ୍ଧନ ଅଛନ୍ତି ସେକାନି ଆଜ୍ଞା ଦତ୍ତାତ୍ରୟ ମଙ୍ଗଳା ହନୁମାନ ମନ୍ଦିର ଚୈତନ୍ୟ ଠାକୁର ଆଉ ମହାଲକ୍ଷ୍ମୀ ଲକ୍ଷ୍ମୀନାରାୟଣ ମଧ୍ୟ ଏଠି ବିରାଜମାନ ଅଛି। ଆଉ ରାମ ମନ୍ଦିର ଚାଲିଛି ତିଆରି ଏବେ ପୁରା ଚାଲିଛି। ଅନୁଦାନରେ ଯାହା ସାହାଯ୍ୟ କଲେ ହବ। ତଳକୁ ଯଦି ଆସିବେ ଏଠି ଦେଖିପାରିବେ ସତ୍ୟବାନ ସାବିତ୍ରୀଙ୍କର ମନ୍ଦିର ମଧ୍ୟ ଏଇ ଜାଗାରେ ଅଛି। ଲକ୍ଷ୍ମୀନାରାୟଣ ମନ୍ଦିର। ତାପରେ ତାଙ୍କ ପାଖରେ ରହିଛନ୍ତି ଜଟାୟୁତମ ଆଶ୍ରମ। ଏଇଠି ହେଇଗଲେ ମା କାକଟପୁର ମଙ୍ଗଳା। फाइनाली आपण माने देखि पारिले ये थिला हमर गंजाम जिला बुगुडा ठारे बाबा स्वप्नेश्वरंकर मंदिर आ बहुत सुंदर गोटे मंदिर रही पहाड़ ऊपर बाबा ये विराजमान अच्छा आपण माने जदि आसीबे एई मंदिर को मध्य दर्शन करके जाई परिबे। बहुत सुंदर मंदिर रही। आज पई एतिकी आउ थे देखा आ गोटे वीडियो सहित आ गोटे नुआ जगह सहित मो वीडियो भल लगी लाइक शेयर सब्सक्राइब कर दियन। थैंक यू।